ଗୋଟିଏ ଜଙ୍ଗଲରେ ହରିଣ ଆଉ ଗୋଟିଏ କଇଁଛଟିଏ ରହୁଥିଲା। ହରିଣଟି ଭାରି ଗର୍ବୀ ଥିଲା। ସେ କଇଁଛକୁ ଜମା ଦେଖି ସହିପାରେ ନାହିଁ। ଦିନେ ହରିଣ ରାସ୍ତାରେ ଗଲାବେଳେ କଇଁଛକୁ ଦେଖିଲା। ହରିଣ କଇଁଛକୁ କହିଲା, କଇଁଛ ଭାଇ, ଆସ ଦୌଡ଼ ପ୍ରତିଯୋଗିତା କରିବା। କଇଁଛ ହରିଣର ମନ୍ଦ ବୁଦ୍ଧି ଠିକ୍ ବୁଝିପାରିଲା। କଇଁଛ ତ ବହୁତ ଚାଲାକ। ସେ ପ୍ରତିଯୋଗିତା କରିବା ପାଇଁ ରାଜି ହୋଇଗଲା। ସେ ତାର କଇଁଛ ବନ୍ଧୁମାନଙ୍କୁ ଗର୍ବୀ ହରିଣ କଥା କହିଲା। ତେଣୁ ତାର ବନ୍ଧୁ କଇଁଛମାନେ ଦୌଡ଼ ପଥର ଆରମ୍ଭ, ମଝି ଏବଂ ଶେଷରେ ଲୁଚି ରହିଥିଲେ। ହରିଣ କଇଁଛର ଗତି ଦେଖି ହସିବାକୁ ଲାଗିଲା। ତାକୁ ପରିହାସ କରି କହିଲା, ଏତେ ଛୋଟ କୀଟ ମୋ ସହିତ ପ୍ରତିଯୋଗିତା କରିବ। ହେଲେ କଇଁଛ କିଛି କହୁନଥାଏ। ଦୁଇ ଜଣଙ୍କର ପ୍ରତିଯୋଗିତା ଆରମ୍ଭ ହେଲା। କିଛି ବାଟ ଗଲା ପରେ ହରିଣ ଟିକେ ଦମ୍ ମାରିଲା। ତାପରେ ଦୌଡ଼ିଲା। ଚିହ୍ନ ଦିଆଯାଇଥିବା ସ୍ଥାନରେ ପହଞ୍ଚିଲା ବେଳକୁ ସେ ଦେଖିଲା କଇଁଛ ଆଗ ସେଠାରେ ପହଞ୍ଚି ଯାଇଛି। ସେ ଆଶ୍ଚର୍ଯ୍ୟ ହୋଇଗଲା। କିନ୍ତୁ ହରିଣ ହାର ନ ମାନି ପୁନଶ୍ଚ ପ୍ରତିଯୋଗିତା କରିବା ପାଇଁ କଇଁଛକୁ କହିଲା। କଇଁଛ ମଧ୍ୟ ପ୍ରତିଯୋଗିତା ପାଇଁ ରାଜି ହେଲା। ପୁନଶ୍ଚ ପ୍ରତିଯୋଗିତା ଆରମ୍ଭ କରାଗଲା। କିନ୍ତୁ ହରିଣ ଜାଣିନଥିଲା କି ଯେତେ ଥର ହେଉନା କାହିଁକି ପରିଣାମ ଏହା ହିଁ ହେବ। କାରଣ ସେ ଜାଣିନଥିଲା କଇଁଛ ପ୍ରଥମରୁ ହିଁ ତାର ବୁଦ୍ଧିମତ୍ତାର ସହିତ କାମ କରିଚାଲିଛି। ଚିହ୍ନ ଦିଆଯାଇଥିବା ସ୍ଥାନରେ ଯେଉଁ କଇଁଛମାନେ ଅଛନ୍ତି ସେମାନେ ସମସ୍ତେ ଅଲଗା ଅଲଗା ଅଟନ୍ତି। ମାତ୍ର ଗୋଟିଏ କଇଁଛ ନୁହେଁ, ଯାହା ସହିତ ହରିଣ ପ୍ରତିଯୋଗିତା କରିବା ପାଇଁ ପ୍ରସ୍ତାବ ଦେଇଥିଲା। କାରଣ କଇଁଛଗୁଡ଼ିକର ରୂପ ଏକା ଭଳି। ହରିଣ ଠକିଗଲା। ସେ ସବୁ କଇଁଛକୁ ଗୋଟିଏ କଇଁଛ ବୋଲି ଭାବୁଥିଲା। ଗୋଟିକ ପରେ ଗୋଟିଏ ଦୌଡ଼ ପ୍ରତିଯୋଗିତା କରି ଶେଷରେ ହରିଣ ବହୁତ ଥକି ପଡ଼ିଲା। ଗର୍ବୀ ହରିଣ ଶେଷରେ ହାର ମାନିଲା। ବୁଦ୍ଧିମାନ କଇଁଛ ତାର ବୁଦ୍ଧି ବଳରେ ଜିତିପାରିଲା। ତେଣୁ ଗର୍ବ କରିବା ଉଚିତ ନୁହେଁ।